ଶିଶୁ ଶ୍ରମିକ ସୁରକ୍ଷା ସମ୍ପର୍କରେ ଏକ ଶୀର୍ଷକ ଲେଖା ପ୍ରକାଶ କରିବା ପାଇଁ ଯେକୌଣସି ସମ୍ବାଦପତ୍ରର ସମ୍ପାଦକଙ୍କ ନିକଟକୁ ଏକ ପତ୍ର ଲେଖ। ତାରିଖ ରହିବ ପିଲାମାନେ ଡାହାଣ ସାଇଡ଼୍ରେ, ତା ତଳକୁ ଠିକଣା ସମ୍ବାଦପତ୍ରର ଲେଖ ଯେମିତି ସମ୍ମାନନୀୟ ସମ୍ପାଦକ ପ୍ରଜାତନ୍ତ୍ର ଭୁବନେଶ୍ୱର ଜିଲ୍ଲା ଖୋର୍ଦ୍ଧା ଜାଗମରା ପୋଷ୍ଟ ଖଣ୍ଡଗିରି ପିନ୍ ନମ୍ବର ଏତିକି। ଏହା ବଦଳରେ ତୁମେ ଅନ୍ୟ ଖବରକାଗଜ ବା ଯେଉଁ ସମ୍ବାଦପତ୍ର ନାଁ ଲେଖିବ ଏବଂ ଠିକଣା ଦେଇପାରିବ। ବିଷୟ ବା ଲେଖା ପ୍ରକାଶନ ନିମନ୍ତେ ଅନୁରୋଧ। ମହାଶୟ, ଆପଣଙ୍କ ସମ୍ପାଦନାରେ ପ୍ରକାଶିତ ପ୍ରଜାତନ୍ତ୍ର ସମ୍ବାଦପତ୍ର ଓଡ଼ିଶାର ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଆସିଛି। ଏହି ପତ୍ର ଲୋକଙ୍କୁ ସଚେତନତା ତଥା ଶିକ୍ଷା ପ୍ରଦାନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଆସୁଛି। ଆମ ସମାଜରେ ଆଜି ମଧ୍ୟ ଅନେକ ଶିଶୁ ଦାରିଦ୍ର୍ୟ ଓ ଅସଚେତନତା କାରଣରୁ ବିଦ୍ୟାଳୟ ଯିବା ବୟସରେ ବିଭିନ୍ନ କାମରେ ନିୟୋଜିତ ହେଉଛନ୍ତି। ଏହା ଶିଶୁମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ ଓ ସ୍ୱାଭାବିକ ବିକାଶ ପାଇଁ ଅତ୍ୟନ୍ତ କ୍ଷତିକାରକ। ଶିଶୁ ଶ୍ରମ ବିରୋଧରେ ଜନସଚେତନତା ସୃଷ୍ଟି କରିବାରେ ସମ୍ବାଦପତ୍ରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅତଏବ ଆପଣଙ୍କ ଲୋକପ୍ରିୟ ସମ୍ବାଦପତ୍ରରେ ଶିଶୁ ଶ୍ରମିକ ସୁରକ୍ଷା ଶୀର୍ଷକ ମୋର ଲେଖାଟି ପ୍ରକାଶ କରି ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଅନୁରୋଧ କରୁଛି। ଏଠି ଆପଣଙ୍କ ବିଶ୍ୱସ୍ତ ନାମକ ଠିକଣା ଖ। ତା ତଳକୁ ଏକ ବିଷୟ ଶୀର୍ଷକ ରହିବ ପିଲାମାନେ। ଶିଶୁମାନେ ଦେଶର ଭବିଷ୍ୟତ। ସେମାନଙ୍କ ହାତରେ କାମ ନୁହେଁ, ବହି ଓ କଲମ ଶୋଭା ପାଏ। ଦାରିଦ୍ର୍ୟ, ଅସଚେତନତା ଓ ପାରିବାରିକ ସମସ୍ୟା ଯୋଗୁଁ ଅନେକ ଶିଶୁ ପାଠପଢ଼ା ଛାଡ଼ି ଶ୍ରମ କରିଥାନ୍ତି। ଏହା ଶିଶୁମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ସୁନ୍ଦର ଭବିଷ୍ୟତ ପାଇଁ କ୍ଷତିକାରକ। ଶିଶୁ ଶ୍ରମିକମାନଙ୍କୁ ଶ୍ରମରୁ ମୁକ୍ତ କରି ସେମାନଙ୍କୁ ଶିକ୍ଷାର ସୁଯୋଗ ଦେବା ଆବଶ୍ୟକ। ସରକାରଙ୍କ ସହିତ ଅଭିଭାବକ ଓ ସମାଜର ପ୍ରତ୍ୟେକ ବ୍ୟକ୍ତି ଏଥିପାଇଁ ସଚେତନ ହେବା ଦରକାର। ଶିଶୁ ଶ୍ରମକୁ ରୋକି ପ୍ରତ୍ୟେକ ଶିଶୁର ଅଧିକାର ଓ ସୁରକ୍ଷା ନିଶ୍ଚିତ କରିବା ଆମ ସମସ୍ତଙ୍କ କର୍ତ୍ତବ୍ୟ। ଏ ଏକ ପ୍ରକାର ଫର୍ମାଟ୍ ପିଲାମାନେ ତୁମେ ନିଜ ସାର୍ଙ୍କ ଅନୁଯାୟୀ ଅନ୍ୟ ଏକ ଫର୍ମାଟ୍ରେ ମଧ୍ୟ ଲେଖିପାରିବ, ସେଥିରେ କିଛି ଅସୁବିଧା ନାହିଁ।